ଗାଇଜ୍ ଅଣ୍ଡା ଗୋଟେ ଏମିତି ଜିନିଷ ଯୋଉଟା ଆମେ ତାକୁ ସହଜରେ ମାନେ ମାର୍କେଟରେ ମିଳିପାରେ, ସହଜରେ ମିଳିପାରିବ। ଏମିତି ବି ଆମ ଘରେ ବି ସବୁବେଳେ ଅଣ୍ଡା ଆଭେଲେବୁଲ୍ ଥାଏ। ଏମିତି ବାଟରେ ଯୋଉଠି ବି ଦେଖନ୍ତୁ କୋଉଠି ଗୋଟେ ଅଣ୍ଡା ସିଝାଟେ କିମ୍ବା ଅଣ୍ଡା ଚପ୍ କିମ୍ବା ଅଣ୍ଡାର ଯେକୌଣସି ଅଣ୍ଡା ମାନେ ପିଠା ହଉ, ଯେକୌଣସି ଆଇଟମ୍ ଆପଣଙ୍କୁ ମାର୍କେଟରେ ଇଜିଲି ମିଳିଯାଉଛି। ଯୋଉଟାକି ଲୋକମାନେ ଭାବୁଛନ୍ତି ଅଣ୍ଡା ଗୋଟେ ପ୍ରୋଟିନ୍ ଖାଦ୍ୟ। ଯୋଉମାନେ ଜିମ୍ ଫିମ୍ ବି ଯାଉଛନ୍ତି ସେମାନଙ୍କ ପ୍ରଥମ ଖାଦ୍ୟ ହେଉଛି ଅଣ୍ଡା। କାହିଁକିନା ସେମାନେ ଭାବନ୍ତି ଅଣ୍ଡାରେ ପ୍ରୋଟିନ୍ ଅଛି। ଏମିତି ବି ସମସ୍ତେ ଅଣ୍ଡାରେ ପ୍ରୋଟିନ୍ ବି ମଧ୍ୟ ଅଛି। ସେଇଥିପାଇଁ ଲୋକମାନେ ଖାଉଛନ୍ତି। କିନ୍ତୁ ଗୋଟେ କଥା ହେଉଛି ଯୋଉଠି ମାନେ ଆପଣମାନେ ଜାଣିନାହାନ୍ତି ଅଣ୍ଡା ଖାଇଲେ ବର୍ତ୍ତମାନ ଆମମାନଙ୍କୁ କ୍ୟାନ୍ସର ହେଲାଣି। ତ କେମିତି କ୍ୟାନ୍ସର ହେଲାଣି? ତ ଗାଇଜ୍ ଏବେ ମାନେ ରିସେଣ୍ଟଲି ଅଣ୍ଡାକୁ ନେଇ ଭାରତରେ ମାନେ ବୈଜ୍ଞାନିକମାନେ ପରୀକ୍ଷା କରିଥିଲେ। 200ଟା ଅଣ୍ଡା ନେଇ ପରୀକ୍ଷା କରିଥିଲେ। ଯୋଉଟାକି ଦେଖିଲେ ଅଣ୍ଡାରେ ମାନେ ଦୁଇରୁ ଦୁଇ ପ୍ରକାର କେମିକାଲ୍ ଯୋଉଟାକି ବହୁତ ମାତ୍ରାରେ ମିଶ୍ରଣ ହେଉଛି, ଯୋଉଥିପାଇଁ ଆମମାନଙ୍କୁ କ୍ୟାନ୍ସରକୁ ଡାକି ଆଣୁଛି ବା ଆମେମାନେ ନିଜେ ଅଣ୍ଡା ଖାଇଲା ପରେ ଯୋଉଟାକି ଆମମାନଙ୍କୁ କ୍ୟାନ୍ସର ହେଉଛି। ସେ ଦୁଇଟି କେମିକାଲ୍ ଗାଇଜ୍ ହେଉଛି ଗୋଟେ ହେଉଛି ନ୍ୟୁଟ୍ରୋଫ୍ୟୁରନ୍ ଆଉ ଗୋଟେ ହେଉଛି ନ୍ୟୁଟ୍ରୋଇମିଡାଜୋଲ୍। ତ ଗାଇଜ୍ ଏଇ ଦୁଇଟା ଯୋଉଟି କେମିକାଲ୍ ମାନେ ଗବେଷଣା ପରେ ଜଣାପଡ଼ିଛି ଯେ ଏଇ ଦୁଇଟା କେମିକାଲ୍ ଅଣ୍ଡାରେ ପ୍ରଚୁର ପରିମାଣରେ ଯୋଉଟା ମିଶ୍ରି ରହୁଛି, ଯୋଉଥିପାଇଁ ଆମମାନଙ୍କୁ କ୍ୟାନ୍ସର ହେଉଛି। ତ ଗାଇଜ୍ ମୁଁ ଆପଣମାନଙ୍କୁ କହୁଛି ଯୋଉଟା ଆମେମାନେ ଯୋଉ ଅଣ୍ଡାରେ ୟୋଲ୍କ ଯୋଉ ହଳଦିଆ ପାର୍ଟଟା ଯୋଉଟାକି ସିଝି ସାରିଲା ପରେ ଧଳା ପାର୍ଟଟା ଗାଇଜ୍ ରହୁଛି, କେମିକାଲ୍ ଜିନିଷ ରହୁଛି କିନ୍ତୁ ଅଳ୍ପ ପରିମାଣରେ ରହୁଛି। ତ ଯୋଉ ହଳଦିଆ ପାର୍ଟଟା ଯୋଉଟା ରହୁଛି ଅଣ୍ଡାର ତା ଦେହରେ ଗାଇଜ୍ ବହୁତ ପରିମାଣରେ ଏଇ ଦୁଇଟା କେମିକାଲ୍ ଯୋଉଟାକି ଦେଖିବାକୁ ମିଳୁଛି। ତ ଆପଣମାନେ ଅଣ୍ଡା ଖାଇବାକୁ ଧୀରେ ଧୀରେ ଆଭଏଡ଼୍ କରନ୍ତୁ। ଜମା ଖାଆନ୍ତୁ ନାହିଁ। ସେ ହଳଦିଆ ହଉ କିମ୍ବା ଧଳା ହଉ। କିଛି ଲୋକ ଭାବନ୍ତି ଆମେ ଧଳା ଖାଇଲେ କିଛି ପ୍ରୋବ୍ଲେମ୍ ନାହିଁ, ହଳଦିଆ ଖାଇଲେ ମାନେ ଫ୍ୟାଟ୍ ଅଛି ଅଧିକା ତ କିଛି ପ୍ରୋବ୍ଲେମ୍